ସେଇଟା ଗୋଟେ ପର୍ଯ୍ୟଟନ ସ୍ଥଳୀ ଏବଂ ତୀର୍ଥସ୍ଥଳୀ ଦୁଇଟା ଯାକର ସମାବେଶ ହେଇଛି। ତେଣୁ ଯେଉଁମାନେ ଆସୁଛନ୍ତି ଆମର ତ ମନ୍ଦିର ଭିତରକୁ କେବଳ ହିନ୍ଦୁମାନଙ୍କୁ ଆଲାଉ ହେଉଛି, ତେଣୁ ସେମାନେ ମନ୍ଦିରକୁ ଯାଉଛନ୍ତି, ଏପଟେ ପର୍ଯ୍ୟଟନର ମଜା ନେଉଛନ୍ତି ସମୁଦ୍ର କୂଳରେ। କିନ୍ତୁ ଅନ୍ୟ ଯେଉଁମାନେ ସବୁ ଧର୍ମର ଆସୁଛନ୍ତି ସେମାନେ ବାହାରୁ ପତିତ ପାବନକୁ ଦର୍ଶନ କରୁଛନ୍ତି, ଆଉ ତାପରେ ଯାଇକରି ଆମର ସମୁଦ୍ର କୂଳର ମଜା ନେଉଛନ୍ତି। ବୁଝିଲେ କି? କିନ୍ତୁ ମେନ୍ କଥା ହେଉଛି ବର୍ତ୍ତମାନ ଆମେ ମଧ୍ୟ କହିବାକୁ ଚାହିଁବୁ ଏଇ ଯେଉଁ ପ୍ରକଳ୍ପ ଚାଲିଛି, ଏଇ ପ୍ରକଳ୍ପର ଆଉଟ୍ ସାଇଡ଼୍ରେ ବର୍ତ୍ତମାନ ଯେତିକି ଦୋକାନୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେ ଦୋକାନୀମାନଙ୍କୁ ଥଇଥାନ ସେଠି କରାଯାଉ। ଯେଉଁମାନେ ପର୍ଯ୍ୟଟକ ବା ତୀର୍ଥଯାତ୍ରୀ ବା ଭକ୍ତ ମନ୍ଦିରରୁ ବାହାରିବେ ସେମାନେ ସେଠି ତାଙ୍କର ବଜାର ସବୁ କରିବେ, କ'ଣଟେ କିଏ କ'ଣ କିଣିବ କ'ଣ ନାହିଁ। ତେଣୁ ସେ ଦୋକାନୀମାନଙ୍କୁ ସେଠି ଥଇଥାନ କଲେ ସେଇଟା ଆଉ ଟିକେ ହେବ। ଆଉ ଲୋକ ଆସିବେ ଖାଲି ଗଛ ଦେଖିବେ, ବାହାରୁ ସେ ପାଣି ଫାଉଣ୍ଟେନ୍ କରିଥିବେ, ସୌନ୍ଦର୍ଯ୍ୟ ଦେଖିବେ, କିନ୍ତୁ ଗୋଟେ କିଛି କିଣିକିରି ନେଇପାରିବେନି। ସେ କିଣିବା ପାଇଁ କ'ଣ ପଦକ୍ଷେପ ନେବାର ଅଛି ଆପଣ? ଆମେ କହୁଛୁ ଯେ ପରିକ୍ରମା ପ୍ରକଳ୍ପର ଆଉଟ୍ରେ ଗୋଟେ ରାଉଣ୍ଡ ଯେମିତି ଚାରିପଟ ମନ୍ଦିରର ଚାରିପଟ এই দোকানী মানুষ থইথান করা যাও, যে শঙ্খমাড়ি বিকিবে, ভোগ বিকিবে, ফুল বিকিবে, মন্দির জিনিস সব সেটি মিলব। কিଏ গোটে গিফট নব, জগন্নাথଙ୍କର মূর্তি নব, କ'ଣ କରିବ, ଏସବୁ ଦୋକାନୀ ମାନଙ୍କୁ ସେଠି ଟିକେ ଥଇଥାନ କଲେ ବିଧିବଦ୍ଧ ବ୍ୟବସ୍ଥା ଭିତରେ ଏଇଟା ଗୋଟେ ନିହାତି ଆବଶ୍ୟକ। ବାକି ଆମର ପୁରୀର ଯେଉଁ ଖଜା ଜଗନ୍ନାଥଙ୍କର ଭୋଗ ବୋଲି ହେଉଛି ସେଇଟା ବିକ୍ଷିପ୍ତ ଭାବରେ ଯିଏ ଯେଉଁଠି ପାରିଲା କ'ଣ କରିକି ତାର ଗୋଟେ ମାନ ନିର୍ଦ୍ଧାରଣ ହେବା ଦରକାର। କେବଳ ଏଇ ଘିଅ ୟୁଜ୍ ହେବ, ତାପରେ ଗୋଟେ ନିୟମ ଆସିବାର ଅଛି ନିଶ୍ଚିତ ଭାବରେ। ଆଉ ସେଇଟା ଇଆଡ଼େ ସିଆଡ଼େ ବିକ୍ରି ନ ହେଇକିରି ମନ୍ଦିର ଚତୁଃପାର୍ଶ୍ୱରେ ସେଇଟା ବିକ୍ରି ହେଉ, ମନ୍ଦିରରୁ ଭକ୍ତ ବାହାରିବେ ସେଠୁ ନେଇକରି ଯିବେ।